ହେଉଛନ୍ତି ଭୋଗରାଇ ବ୍ଲକ ସାଇନ୍ତପଟା ଗ୍ରାମର ଦିବ୍ୟାଙ୍ଗ ଧୀରେନ୍ଦ୍ର ସେନାପତି। ଜନ୍ମରୁ ଧୀରେନ୍ଦ୍ର ଦିବ୍ୟାଙ୍ଗ ନିଜର ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ପରିବାର ପ୍ରତି ବୋଝ ନ ହୋଇ ପରିବାରକୁ ପ୍ରତିପୋଷଣ କରୁଛନ୍ତି। ପରିବାର କହିଲେ ଧୀରେନ୍ଦ୍ରଙ୍କ ସ୍ତ୍ରୀ ଓ ମାଙ୍କ ସମେତ ଦୁଇ ପୁଅ। ଆଖିକୁ ଭଲରେ ଦେଖାଯାଉନଥିବା ଧୀରେନ୍ଦ୍ରଙ୍କର ପିଲାବେଳୁ ପୋଲିଓରେ ଡାହାଣ ଗୋଡ଼ ମଧ୍ୟ ଅଚଳ। ଉଚ୍ଚଶିକ୍ଷା ହାସଲ କରିଥିବା ଧୀରେନ୍ଦ୍ର ପାଠ ପଢ଼ା ପରେ ପିଲାଙ୍କୁ ଟ୍ୟୁସନ୍ କରୁଥିଲେ। ଧୀରେନ୍ଦ୍ର ଯେଉଁ ସମୟରେ ବସି ରହିବା କଥା ସେତେବେଳେ ତାଙ୍କ ରୋଜଗାରରେ ଦୁଇ ପିଲାଙ୍କୁ ପାଠ ପଢ଼ାଇବା ସହ ବୃଦ୍ଧା ମାଙ୍କ ଔଷଧ ଖର୍ଚ୍ଚ ଏବଂ ପରିବାର ପ୍ରତିପୋଷଣ କରନ୍ତି। ହେଲେ ଧୀରେ ଧୀରେ ଆଖିକୁ ଭଲରେ ଦେଖା ନ ଯିବାରୁ ପାଠ ପଢ଼ାଇବା ପାଇଁ ଛାଡ଼ି ଗାଁ ଗାଁ ବୁଲି ଆଇସ୍କ୍ରିମ୍ ବିକିବା ଆରମ୍ଭ କରିଥିଲେ। ସରକାରଙ୍କଠାରୁ ଧୀରେନ୍ଦ୍ର 75% ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିବା ବେଳେ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟ ଉପରେ ବୋଝ ନ ହୋଇ ଧୀରେନ୍ଦ୍ର ସ୍ୱାବଲମ୍ବୀ ହେବା ସହ ନିଜ ପରିବାର ପ୍ରତିପୋଷଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଧୀରେନ୍ଦ୍ର ସେନାପତି, ଘର ହେଉଛି ରାଉତମନ୍ଦାରୁଣୀ। ମୁଁ ଜନ୍ମରୁ ଦିବ୍ୟାଙ୍ଗ। ମୁଁ ପାଠ ପଢ଼ିଛି +2, କିନ୍ତୁ କିଛି ନିଯୁକ୍ତି ପାଇନାହିଁ। ମୁଁ ଟ୍ୟୁସନ୍ କରୁଥାଏ। ଟ୍ୟୁସନ୍ କରତେ କରତେ ମୋର ଆଖି ଦୁଷା ଗଲାନି। ସେଇଠୁ କିଛି ରୋଜଗାର ମାନେ ବନ୍ଧା ନ ପାଇ ମୁଁ ଠେଲା ଗାଡ଼ିରେ ଆগে ଆଇସ୍କ୍ରିମ୍ ବେପାର କରିଥାଏ। ତାପରେ ମାଗି ଯାଉଛି ଗୋଟେ ଗାଡ଼ି କନି। ଗାଡ଼ି କରି ଏବେ ଗାଁ ଗାଁ ଘୁରି 30-40 କିଲୋମିଟର ରନିଂ କରି ମୁଁ ଆଇସ୍କ୍ରିମ୍ ବେପାର କରୁଛି। ଡେଲି 8-10ଟା ଗାଁ ଘୁରେ, 1000 ଟଙ୍କା ବିକ୍ରି ହୁଏ। ସେଇରୁ 200-300-400 ଟଙ୍କା ମୁଁ ଲାଭ ପାଏ। ସେତିକି ପଇସାରେ ମୁଁ ରୋଜଗାର କରେ। ମୋର ଫ୍ୟାମିଲି ବାପା ନାହାନ୍ତି, ମା, ସ୍ତ୍ରୀ ଆଉ ମୋ ମୋର ସମ୍ପତ୍ତି ବାଡ଼ି କିଛି ନାହିଁ। ଏଇର ମାଗି କରି ଗାଡ଼ିଟା କରିଥିନି। ଗାଡ଼ି କରି ତାପରେ ଏଇର ବର ବେପାର କରିକି ମୁଁ ଜୀବିକା ନିର୍ବାହ କରୁଛି। ସରକାରଙ୍କ ସହାୟତା ଅନୁସାରେ ଯଦି ଗୋଟେ 30,000 ଟଙ୍କା ଫ୍ରିଜ୍ କରି ଯଦି ଲଗାଇ ଦିଅନ୍ତେ ତ ମୁଁ ଆଉ ଟିକେ ଉନ୍ନତ ଧରଣ ବର ବିକିକି ମୋ ନିଜର ଜୀବିକା ନିର୍ବାହ କରିପାରିଥାନ୍ତି। ବର୍ଷ ଲାଗଲାନି ଏ ତ 10 ବର୍ଷ କଲାନି। ତାର ତ ବାପ ବୃଦ୍ଧ ଥିଲା, ନିଜ କର୍ମ ନହେଲେ ଭାଇ ଗୋଟେ ଭିନେଇ ଥିଲା, ସେ ତାର ମରିଗଲା ସାପକାଠିର। ତେଣୁ ନିଜେ ତା ଛୁଆ ପରିବାରକୁ ସେଇ ବେପାର ନିଜ କରିକି ତା ପରିବାରଟାକୁ ସେ ଗୁଜରାଣୀ ମେଟଉଛି। ଗୁଡ଼ ତ ନାହିଁ ଆଜ୍ଞା, ସବୁ ତ ଜାଣୁଛନ୍ତି। ତାର ତ ଗୁଡ଼ ନେଇ ବିକଳାଙ୍ଗ ଛୁଆ, ତାର ଆଉ ତ କିଛି କରିବା ପାଇଁ କରାମତି ନାହିଁ। ସେ ସେତକର ତା ବଂଶ ନିବାରଣ ସେ କରୁଛି। ବହୁତ କଷ୍ଟ କରୁଛି। ବାଡ଼ି ଠୁକେଇକି ଚାଲିବା ବହୁତ କଷ୍ଟ। ତେଣୁ ଗୋଟେ ବାଡ଼ି ଠୁକେଇ ଏବେ ରାସ୍ତା ନାହିଁ, ଏଇ ରାସ୍ତାର ଯାଇ ବେପାର କରିବା ଘୁରିବା ତା ପାଇଁ କି ବହୁତ। ତଥାପି ସେ କାନ୍ଦି ଯାଉଥିବ, ସେ ବେପାର କରିଛି। ଗାଡ଼ି ବନ୍ଦ ହେଇଯିବ, ତା ବୋହୁ ଯାଇ ଠେଲିକି ଗାଡ଼ି ସଡ଼କ କତରୁ ଆଣିଛି। যেটা আমার দেখুଛି আমার ଜଣକ ଅନ୍ୟ ଭିନ୍ନକ୍ଷମ ମାନଙ୍କୁ କଣ କହିବେ? ଜଣା ତ ସମ୍ପତ୍ତି ନାହିଁ, ବାଡ଼ି ନାହିଁ, ଦେହ ଉପରୁ ଯାହା ଖଟୁଛି ଖାଉଛି। ସେପଟେ ଢେଙ୍କାନାଳ ପର୍ଜଙ୍ଗ ବ୍ଲକ ଜୟପୁର କାଟଣୀ ଗାଁର 31 ବର୍ଷୀୟ ସର୍ବେଶ୍ୱର ପରିଡ଼ା। ଜନ୍ମରୁ ଦିବ୍ୟାଙ୍ଗ ସର୍ବେଶ୍ୱର ବହୁ କଷ୍ଟରେ ବାପା ମା ଦିବ୍ୟାଙ୍ଗ ଛୁଆକୁ ମଣିଷ କରିବାକୁ ଚେଷ୍ଟା କରିଥିଲେ। ହେଲେ ଦୁଃଖର ବେଦନା ସାଙ୍ଗକୁ ଗରିବତା ସବୁ ସ୍ୱପ୍ନକୁ ଧୂଳିସାତ କରିଦେଇଥିଲା। ଆଜିକୁ 1.5 ବର୍ଷ ତଳେ ବାପା ମୁରଲୀ ଆରପାରିକୁ ଚାଲିଗଲେ। ମା ପାଞ୍ଚଳି ଦିବ୍ୟାଙ୍ଗ ପୁଅର ଦାୟିତ୍ୱ ନେଇ ଆସୁଛନ୍ତି। ସର୍ବେଶ୍ୱରଙ୍କ ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ତାଙ୍କୁ ଅଳ୍ପ ପାଠପଢ଼ାରେ ଡୋରି ବାନ୍ଧି ଦେଇଥିଲେ। ତେବେ କାମାକ୍ଷାନଗର ଜିରିଡାମାଣିରେ ଦିବ୍ୟାଙ୍ଗଙ୍କ ପାଇଁ ହୋଇଥିବା ଇଲେକ୍ଟ୍ରିକାଲ ତାଲିମ ଶିବିରରେ ଶିକ୍ଷା ଲାଭ କରି ସେ ଗାଁରେ ଛୋଟ ଦୋକାନ କରିଥିଲେ। ବହୁ କଷ୍ଟରେ ଦିବ୍ୟାଙ୍ଗ ଭତ୍ତା ଓ ସରକାରଙ୍କ ରାସନରେ ନିଜର ଉଦର ଖଣ୍ଡକ ପୋଷୁଛନ୍ତି ସର୍ବେଶ୍ୱର। ତେବେ ସାହାଯ୍ୟ ଓ ସହଯୋଗ ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। କିଛି ପାଉନୁ, ବହୁ ଚାରିଟା ପଚାରୁ ନାହାନ୍ତି। ଆଉ ଏ ପୁଅ ଟିକେ ଧରିକିରି ଚାଉଳ ଅଧରେ ମାଣେ ରୋଷେଇ କରିକିରି ମା ପୁଅ ଯାକ ଖାଉଛୁ। ଆଉ ବାପା ବର୍ଷେ 4 ମାସ ହେଲା ନଷ୍ଟ ହେଇଗଲେ। ଆମେ ହିନସ୍ତାରେ ରହିକି ଚଳୁଛୁ। ଆଉ କିଏ ଆମକୁ ପଚାରୁଛି? ପୁଅ ସେବା ଯତ୍ନ ମୁଇଁ କରୁଛି। ଝାଡ଼ା ଗଲେ ଛୁଞ୍ଚେଇ ଦଉଛି, ପକାଳି ଦଉଛି, ଖଇ ଦଉଛି, ସବୁ କରୁଛି। କିରା ରୋଜଗାର ହେଇ କୋଇଲା ଆଧାର କାର୍ଡ ଟିକେ ଉଠେଇ ଦଉଛି, କାହାର ନିଜର ଟ୍ରଚଟେ ସଜ କରି ଦଉଛି। ଏରାକ ଚଳୁଛୁ। 3 ଭାଇ 1 ଭଉଣୀ। ସିଏ 2 ଭାଇ ବାହାଘର ହେଇଗଲା ପରେ ସେ ତାଙ୍କର ବୁଝିଲେ। ବାପା ଥିଲେ 1.5 ବର୍ଷ ହେଲା ଚାଲିଗଲେ। ଏବେ ଚାଲିଗଲା ପରେ ଆମେ ମା ପୁଅ ରହି ଚଳୁଛୁ। ଆଉ ଏଇ କାମ, ଏଇ ଇଲେକ୍ଟ୍ରିକ କାମ ଟିକେ, ଏଇ ଜେରକ୍ସ ଫେରକ୍ସ ଟିକେ କରି ଦିନକୁ ଯାହା ହେଲା ଏଇରାକରେ ଏମିତି ଚଳୁଛୁ। ଆଉ ସରକାରକୁ ମୋର ଏତିକି ଅନୁରୋଧ, କିଛି ଯଦି ସାହାଯ୍ୟ ସହଯୋଗ କରନ୍ତେ
ମୁଁ କିଛି ଉପକୃତ ହୋଇପାରନ୍ତି। ସବୁ ଭତ୍ତା ଆଉ ଚାଉଳ ସୁବିଧା ସରକାର ସୁବିଧା ପାଇଛନ୍ତି। ସର୍ବେଶ୍ୱର ପରିଡ଼ା ସେ ଜଣେ ଭିନ୍ନକ୍ଷମ, ତାଙ୍କର ଗୋଟେ ଜେରକ୍ସ ମେସିନ୍ ଅଛି। ସରକାର ତରଫରୁ କିଛି ଉନ୍ନତି ସରପଞ୍ଚଙ୍କୁ କିଛି ମିଳନ୍ତା ତାହେଲେ ସେ ବହୁତ ଉନ୍ନତି କରନ୍ତେ। ପଞ୍ଚାୟତରେ ଭତ୍ତାକୁ ଚାଉଳ ସେ ପାଉଛନ୍ତି, ଆଉ କିଛି ବ୍ୟବସ୍ଥା ହିଁ ତାହା ନାହିଁ। ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ବହୁ ଦିବ୍ୟାଙ୍ଗ ଭିକ୍ଷାବୃତ୍ତି କରି ପେଟ ପୋଷଣ କରିଥାନ୍ତି। ନିଜର ଇଚ୍ଛା ଶକ୍ତି ଆଜି ସେମାନଙ୍କୁ ସ୍ୱାବଲମ୍ବୀ କରିପାରିଛି। ଜଳେଶ୍ୱରରୁ ସୌରଭ ରାଉଳ ଏବଂ କାମାକ୍ଷାନଗରରୁ ସୋମେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍।